ପଲ୍ଲବୀ ଚାଲି ଯାଉଥିବେ ଆଉ ଆଦର୍ଶ କହିବେ, କ'ଣ ହେଲା, ତମେ ଏମିତି ଚାଲି ଯାଉଛ କୁଆଡ଼େ? ଏହାପରେ ପଲ୍ଲବୀ କହିବେ, ଏବେ ଏବେ ତମେ କହିଲ ନା, ମୋ ସମ୍ମାନ ପାଇଁ ତମେ ମାମାଙ୍କ ସହ ଏଭଳି ବ୍ୟବହାର କରିବ। ତାହେଲେ ମୋର ବି ଗୋଟେ କଥା କାନ ଖୋଲି ଶୁଣି ରଖ ଆଦର୍ଶ। ମୁଁ ଯୋଉ ଆଦର୍ଶକୁ ଭଲ ପାଉଥିଲି ସେ ତାଙ୍କ ମାଆଙ୍କୁ ଦେବୀ ବୋଲି ପୂଜା କରନ୍ତି। ତାଙ୍କ ମାଆଙ୍କ ମନରେ କେବେ ବି କଷ୍ଟ ଦିଅନ୍ତିନି। ଆଦର୍ଶ, ତମେ ମୋତେ ଯେତେ ବି ଭଲ ପାଅ ନା କାହିଁକି, କିନ୍ତୁ ମୁଁ ତମକୁ ଆଜି ଗୋଟେ କଥା କହୁଛି, ତମେ ଯୋଉ ଦିନ ମାମାଙ୍କ ପାଖରୁ ଦୂରେଇ ଯିବ ସେଇଦିନ ତମେ ମୋତେ ସବୁଦିନ ପାଇଁ ହରେଇ ବସିବ। ଏ ଘରକୁ କେବଳ ତମର ପତ୍ନୀ ହେଇ ନୁହେଁ ଆଦର୍ଶ, ମାମାଙ୍କର ବୋହୂ ହେଇ ବି ଏ ଘରକୁ ଆସିଛି। ତେଣୁ ମୋ ଶାଶୁ ମାଆଙ୍କୁ କେହି କାଟିଲା ଭଳି କଥା କହିବ, ସେ କଥା ମୁଁ କେବେ ବି ସହିପାରିବିନି, ପଛେ ସେ ତମେ ହୁଅ ବା ଆଉ କେହି ହଉ। ଏହାପରେ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ପଲ୍ଲବୀ କହିବେ, ସେଇଥିପାଇଁ ଯୋଉ ପର୍ଯ୍ୟନ୍ତ ତମେ ମାମାଙ୍କ ସାମ୍ନାକୁ ଯାଇ କ୍ଷମା ନ ମାଗିଛ ବା ତାଙ୍କ ଆଗରେ ତମ ମୁହଁ ଦେଖେଇବନି ବୋଲି ଯୋଉ ପ୍ରମିସ୍ କରିଛ ତାକୁ ନ ଭାଙ୍ଗିଛ, ସେଇ ପର୍ଯ୍ୟନ୍ତ ମୁଁ ତମ ସହିତ କଥା ବି ହେବିନି। ଏହା କହି ସେଠାରୁ ଚାଲିଯିବେ। ତାପରେ ଆଦର୍ଶ କହିବେ, ହଁ ହଁ ଯାଅ ଯାଅ, ସମସ୍ତେ ମୋତେ ଛାଡ଼ି ଚାଲିଯାଅ। ସମସ୍ତଙ୍କୁ ତ ନିଜ ଦିତରେ ରହିବାର ଅଛି ନା, ମୋ ପାଇଁ କାହାର ଚିନ୍ତା ନାହିଁ। ଚାଲିଯାଅ ସମସ୍ତେ, ଚାଲିଯାଅ। ଆଉ ଏପଟେ ରୋଷେଇରେ ପଲ୍ଲବୀ ନିମ୍କିକୁ କହିବେ, ନିମ୍କି, ମୋତେ ଆଜି ଆଦର୍ଶଙ୍କ ପାଇଁ ଆଲୁକୋବି ତରକାରୀ ତିଆରି କରିବାର ଅଛି। ତୁ ଟିକେ ଆସ ନା, ଆଲୁର ଚୋପା ଛଡ଼େଇ ଦେବୁ, ବାକି ପ୍ରିପାରେସନ୍ ମୁଁ କରିଦେବି। ତାପରେ ନିମ୍କି ଆଲୁ ଚୋପା ଛଡ଼େଇବାକୁ ଯାଉଥିବେ ଆଉ ରିମଝିମ୍ ଆସି ପିଲର ଛଡ଼େଇ ନେବେ। ତୁ ସବୁ ଜିନିଷ ସେପଟ କିଚେନରୁ ଏପଟ କିଚେନକୁ ନେଇ କାହିଁ ଚାଲି ଆସୁଛୁ? ସେପଟର ସବୁ କାମ ଅଟକି ଯାଉଛି ନା ନାଇଁ? ମୁଁ ଅଫିସ ଯିବା ପୂର୍ବରୁ ଘରର 2 ଜଣଙ୍କୁ ଛାଡ଼ି ଆଉ ବାକି ସମସ୍ତଙ୍କ ପାଇଁ ବ୍ରେକଫାଷ୍ଟ ଲଞ୍ଚ ସବୁ ତିଆରି କରି ଅଫିସ ଯିବାକୁ ପଡ଼ୁଛି। ତାପରେ ଯଦି ତୁ ଏସବୁ କାମ କରିବୁ ତାହେଲେ ମୋ କାମ କେମିତି ହେବ? ତାପରେ ନିମ୍କି କହିବେ, ରିମଝିମ୍ ଭାଉଜ, ମୋତେ ଟିକେ 2 ମିନିଟ୍ ପାଇଁ ସେ ପିଲରଟା ଦେଇଦିଅ। ମୁଁ ସାଙ୍ଗେ ସାଙ୍ଗେ ଆଲୁର ଚୋପା ଛଡ଼େଇ ତମକୁ ନେଇ ଦେଇ ଆସିବି। ଆଉ ହଁ, ତମକୁ ମଧ୍ୟ ସଲାଡ୍ ତିଆରି କରି ଦେଇଦେବି। ତାପରେ ରିମଝିମ୍ କହିବେ, ବିଲକୁଲ ନୁହେଁ, ମୋତେ ଆଉ ଏତେ ଦୟା ଦେଖେଇବା ଦରକାର ନାହିଁ। ବଡ଼ବାପା କହିଛନ୍ତି, ତତେ ଯେତେବେଳେ ସମୟ ମିଳୁଛି ତୁ ଏଠି ଆସି ଯାହାକୁ ଯାହା ସାହାଯ୍ୟ କରିବା କଥା କର, କିନ୍ତୁ ମୋ କାମରେ ଛନ୍ଦିବା ଦରକାର ନାହିଁ। ତାପରେ ଗୌରବ କହିବେ, ରିମଝିମ୍, ତମକୁ ଲାଗୁନି ତମେ ଏସବୁ କହି ଓଭର ରିଆକ୍ଟ କରୁଛ? ଆରେ ଘରେ ଜିନିଷ ରହିଲେ ତ ସେ ଏପଟ ସେପଟ ହେବ ହିଁ ହେବ। ସେ କଥାକୁ ନେଇ ତମେ ନିମ୍କି ଉପରେ ଏତେ ଜୋରରେ ଚିଲ୍ଲେଇବା କ'ଣ ଦରକାର? ତାପରେ ରୁବି କହିବେ, ସେପଟ କିଚେନର ଜିନିଷ ଏପଟ କିଚେନକୁ ଆଣିବାର ତୋର ସାହସ କେମିତି ହେଲା ନିମ୍କି? ତାପରେ କିଚେନ ପାଖକୁ ଆସି କହିବେ, ଯଦି ମାୟା ଏ କଥା ଜାଣିବ ତୋ ଚାକିରି ଚାଲିଯିବ। ଜାଣିଛୁ ତ ଏ କଥା? ଅନ୍ୟ କାହା ପାଇଁ ତୁ ତୋ ଚାକିରିକୁ କାହିଁ ବିପଦରେ ପକଉଛୁ? ପୁଣି ଏତେ ବଡ଼ କଥା ତୁ ରିମଝିମ୍କୁ କହିବାକୁ ସାହସ କେମିତି କଲୁ? ରିମଝିମ୍ ବି ଏ ଘରର ବୋହୂ ନା? ଖାଲି ପଲ୍ଲବୀ ତ ଏ ଘରର ବୋହୂ ନୁହେଁ ନା? ତେଣୁ ପଲ୍ଲବୀକୁ ତୁ ଯେତିକି ସମ୍ମାନ ଦଉଛୁ ରିମଝିମ୍କୁ ବି ସେତିକି ସମ୍ମାନ ଦେଇ କଥାବାର୍ତ୍ତା କରିବା ଦରକାର। ତାପରେ ନୀଲମ କହିବେ, କଣ୍ଟ୍ରୋଲ ମାମା କଣ୍ଟ୍ରୋଲ। ତାପରେ ନିମ୍କି କାନ୍ଦିକି କହିବେ, ଦିଦିମା, ମୁଁ ତ ରିମଝିମ୍ ଭାଉଜଙ୍କୁ କିଛି ବି କହିନି। ଆପଣ ମୋ ଉପରେ ଏମିତି କାହିଁକି ରାଗୁଛନ୍ତି? ଏହାପରେ ରୁବି କହିବେ, ଏକ, ଚୁପ୍ କର। ଚାକରାଣୀ ହେଇକି ମୁହଁ ଉପରେ ଜବାବ ଦଉଛୁ? କିଛି ଲୋକ ତତେ ମୁଣ୍ଡରେ ବସେଇଛନ୍ତି ବୋଲି ସମସ୍ତଙ୍କୁ ଜବାବ ଦେବୁ ନା କ'ଣ? ଲାଗୁଛି ଏ କଥା ମୋତେ ଯାଇ ମାୟାକୁ କହିବାକୁ ପଡ଼ିବ। ଏହାପରେ ପଲ୍ଲବୀ କହିବେ, ରୁବି ମାଉସୀ, ଆପଣ ବିନା କାରଣରେ ନିମ୍କିକୁ ଏତେ କଥା କାହିଁକି କହୁଛନ୍ତି? ଆପଣ ବିନା କାରଣରେ ନିମ୍କିକୁ ଏତେ କଥା କାହିଁକି ଶୁଣଉଛନ୍ତି? ମୁଁ ଟିକେ ଶୁଣେ। ଆପଣ ତ ଏବେ ଏବେ ଏଠିକି ଆସିଲେ। କିଏ କାହାକୁ କ'ଣ କହିଲା ଆଉ କାହିଁକି କହିଲା, ଆପଣ ସେସବୁ କଥା କେମିତି ଜାଣିଲେ? ଏକ ତ ମାମା ବହୁତ ଟେନସନରେ ଅଛନ୍ତି, ଆଉ ତା ସାଙ୍ଗକୁ ଏସବୁ ଛୋଟ ଛୋଟ କଥା କହି ଆପଣ ତାଙ୍କୁ ଷ୍ଟ୍ରେସ୍ ଆହୁରି ବଢ଼େଇବାକୁ ଚାହୁଁଛନ୍ତି। ଅବଶ୍ୟ ଆପଣ ଭୁଲି ଯାଇଛନ୍ତି, ମୁଁ କିନ୍ତୁ ପୁଣି ଥରେ ଆପଣଙ୍କୁ ମନେ ପକେଇ ଦଉଛି, ବାବା ନିଜେ ନିମ୍କିକୁ 2ଟା ଯାକ କିଚେନ ସମ୍ଭାଳିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଆଉ କିଛି କହିବାର ଅଛି? ଆଉ କିଛି କହିବାର ଅଛି ରୁବି ମାଉସୀ? ତାପରେ ରିମଝିମ୍ କହିବେ, ଯାହା କହ ପଛେ ପଲ୍ଲବୀ, ଦେଖେଇ ହେବା ଗୁଣ ତୋଠୁ କେହି ଶିଖିବ। ବଡ଼ ମାଙ୍କ ପାଇଁ ତ ତୁ ବହୁତ କେୟାର ଦେଖେଇ ହଉଛୁ, କିନ୍ତୁ ତୁ ନିଜେ ଏମିତି କାମ କରୁଛୁ ଯୋଉଥିରେ ବଡ଼ ମାଙ୍କୁ କଷ୍ଟ ହଉଛି। ତ ଦର୍ଶକ ବନ୍ଧୁ, ଏବେ କ'ଣ ଗୌରବ ରିମଝିମ୍କୁ ଉଚିତ ଜବାବ ଦେବେ କି? ଯଦି ହଁ ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।